ହେଇପାରେ ଆପଣଙ୍କର ବ୍ଲେସିଂ ଆପଣଙ୍କର ଆଶୀର୍ବାଦ ଆମକୁ ନିଶ୍ଚିତ ଆଗକୁ ବଢ଼େଇବ। ତେଣୁ ଏଇ ଯେଉଁ କହନ୍ତି ଯେ ମେଲ୍ କିନର ଫିମେଲ୍ କିନର ପୁଣି ଗୋଟେ କିନର ଟ୍ରାନ୍ସ ଓମେନ୍, ଯେତେବେଳେ ଆପଣ ଗୋଟେ ଟ୍ରାନ୍ସ ଓମେନ୍ ହେଇଯାଉଛନ୍ତି ମାନେ ଆପଣଙ୍କୁ ଭଗବାନ ଯାହା କରିକି ଜନ୍ମ କରିଥିଲେ ମାନେ ଆପଣ ମନ ଭିତରେ କ'ଣ ଥିଲା ଆପଣ ଯେତେବେଳକୁ ଜାଣିଲେ ଯେ ମୁଁ ଜଣେ କିନ୍ନର ବୋଲି, ତ ସେ ଯେଉଁ କିନ୍ନରଟା ବୋଲି ଜାଣିଲେ ସେଟା କୋଉ ବୟସରେ ଆପଣଙ୍କୁ ଫିଲ୍ ହେଲା ଯେ ନାଇଁ ମୁଁ ଜଣେ କିନ୍ନର ବୋଲି? ଯେତେବେଳେ ମୁଁ ଆକ୍ଚୁଆଲି ସତ କଥା କହିବାକୁ ଗଲେ ମୁଁ ଷ୍ଟାଣ୍ଡାର୍ଡ 4ରେ ପଢ଼ୁଥିଲି, ଆଚ୍ଛା ସ୍କୁଲ ଯାଉଥିଲି। ଆଚ୍ଛା ସେତେବେଳେ ମୋ ଭଉଣୀମାନେ ଘରେ ଥିଲେ, ବହୁତ ବଡ଼, ମୋର 3-4ଟା ଭଉଣୀ ଥିଲେ। ଆଚ୍ଛା ତାଙ୍କର ନେଲ୍ ପଲିସ୍ ଟିକେ ଲଗେଇକିନା ସ୍କୁଲ ପଳାଏ ଆଚ୍ଛା ଲୁଚିକିନା। ଆଚ୍ଛା ଯେତେବେଳେ ଟିଚର୍ସ ଦେଖନ୍ତି ମୁଁ ପ୍ରେୟାର କ୍ଲାସରେ ହାତ ଯୋଡ଼ି ପ୍ରେୟାର କରୁଥିବି ହଁ ତ ନଖ ଦେଖନ୍ତି ଟିଚର୍ସ ମାନେ, ନଖ କାଟୁଛ କି ନାହିଁ, ତୋର ମୋର ମନ ନଥାଏ ଯେ ନେଲ୍ ପଲିସ୍ ଲଗେଇ ସ୍କୁଲ ପଳାଏ। ଆଚ୍ଛା ଟିଚର୍ସ ମୁଁ କହିବାକୁ ଗଲେ ଏବେ ମୋ ନାଁ ଚିନୁ, ସ୍କୁଲ ନେକ୍ ନେମ୍ ଥିଲା ବିନୋଦ। ଆଚ୍ଛା ସମସ୍ତ ଏ ବିନୋଦ ତୁ କ'ଣ ଏମିତି ନେଲ୍ ପଲିସ୍ ଲଗେଇଛୁ? ମୁଁ କହିଲି ନା ଗୁରୁମା ମୁଁ ଟିକେ ଲଗେଇ ରାତିରେ ଶୋଇଲା ମୋ ଫୋନ୍ ଲଗେଇ ଦେଇଥିଲି ତ ଆଚ୍ଛା ଆଉ ଲିଭିଆକୁ ରିମୁଭ୍ କରିବା ମୋ ମନେ ନଥିଲା, ଆଚ୍ଛା ତ ମୁଁ ଲଗେଇକି ଆସିଛି ଭାରି ଆଉ। ତାମାନେ ମିଛ ମଧ୍ୟ କହିଛନ୍ତି? ସ୍କୁଲରେ ମିଛ ଆଚ୍ଛା, ଏଇଟା 4th ଷ୍ଟାଣ୍ଡାର୍ଡ କଥା କହୁଛନ୍ତି? ଆଜ୍ଞା।